ଗ୍ୟାସ୍ ସଂକଟ ଭିତରେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ରାଜଧାନୀରୁ ହଟିବ କୋଇଲା, କାଠ ଜାଳେଣୀ କଟକଣା। ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ କମର୍ସିଆଲ ଗ୍ୟାସ୍ ଆବଶ୍ୟକଠାରୁ କମ୍ ରହିଛି। ଫଳରେ ଛୋଟ ଓ ମଧ୍ୟବିତ୍ତ ହୋଟେଲ, ରେଷ୍ଟୁରାଣ୍ଟ ଓ ଚାହା ଦୋକାନୀଙ୍କ ଉପରେ ଅଧିକ ପ୍ରଭାବ ପଡ଼ିବ। ବାୟୁ ପ୍ରଦୂଷଣ ପାଇଁ ଭୁବନେଶ୍ୱରରେ କୋଇଲା ଜଳିବାକୁ ମନା କରାଯାଇଥିଲା। ଧୂଆଁ ହେଉଛି, ବାୟୁ ପ୍ରଦୂଷଣ ବଢ଼ୁଛି। ଯେ କୋଇଲା ଜାଳୁଥିଲା, ଫାଇନ୍ କରାଯାଉଥିଲା। କମର୍ସିଆଲ ଗ୍ୟାସ୍ ଆବଶ୍ୟକ ଅନୁସାରେ ମିଳୁନଥିବାରୁ ଦୋକାନୀମାନେ ଦାବି କରୁଛନ୍ତି କୋଇଲା ଓ କାଠ ଜାଳେଣୀ ଅନୁମତି ଦେବା ପାଇଁ। ତେଣୁ କିଛି ଦିନ ପାଇଁ ତାଙ୍କୁ କୋଇଲା ଜାଳିବାକୁ ଅନୁମତି ଦିଆଯିବ। ଗ୍ୟାସ୍ ସଂକଟ ଦୂର ହେବା ପର୍ଯ୍ୟନ୍ତ କାଠ ଏବଂ କୋଇଲା ଆଦିକୁ ଜାଳେଣୀ ରୂପେ ବ୍ୟବହାର କରିପାରିବେ। ପରବର୍ତ୍ତୀ ଖବର, ବିଜେପିରେ ମିଶିଲେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା। ପଦ୍ମ ଧରିଲେ ପୂର୍ବତନ ସାଂସଦ ତଥା ପୂର୍ବତନ ବାଲେଶ୍ୱର ବିଜେଡି ଜିଲ୍ଲା ସଭାପତି ଇଞ୍ଜିନିୟର ରବୀନ୍ଦ୍ର ଜେନା। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପି କାର୍ଯ୍ୟାଳୟରେ ନିଜ ସମର୍ଥକଙ୍କ ସହିତ ବିଜେପିରେ ଯୋଗ ଦେଇଛନ୍ତି। ମିଶ୍ରଣ ବେଳେ ବାଲେଶ୍ୱର ଜିଲ୍ଲାର କିଛି ବିଧାୟକ ଉପସ୍ଥିତ ଥିଲେ। ରବୀନ୍ଦ୍ର ଜେନାଙ୍କ ସହିତ ପଞ୍ଚାୟତ, ବ୍ଲକ ସ୍ତରୀୟ ବିଜେଡି ନେତା ଓ ଛାତ୍ର ନେତା ବିଜେପିରେ ମିଶିଛନ୍ତି। ଇଡ୍କୋ ପ୍ରଦର୍ଶନୀ ପଡ଼ିଆ ସାମ୍ନାରୁ ବିରାଟ ପଟୁଆରରେ ରବୀନ୍ଦ୍ର ଜେନା ନିଜ ସମର୍ଥକଙ୍କ ସହିତ ପାର୍ଟି ଅଫିସରେ ପହଞ୍ଚିଥିଲେ। ସୂଚନାଯୋଗ୍ୟ ଯେ ମଙ୍ଗଳବାର ରବୀନ୍ଦ୍ର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। କେତେକ ବ୍ୟକ୍ତିଗତ କାରଣ ଏବଂ ପରିସ୍ଥିତି ନିମନ୍ତେ ବିଜେଡିରୁ ଅଲଗା ହେବାକୁ କଠିନ ନିଷ୍ପତ୍ତି ନେଇଛି। ବିଜେଡି ସହ ମୋର ଦୀର୍ଘ ଦିନର ସମ୍ପର୍କ ମୋ ପାଇଁ ଏକ ସ୍ମରଣୀୟ ଯାତ୍ରା ହୋଇ ରହିବ ବୋଲି ସେ ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଥିଲେ। ପରବର୍ତ୍ତୀ ଖବର, ତହସିଲଦାରଙ୍କ ରାଜଧାନୀରେ 2 କୋଠା 7 ଦାମୀ ପ୍ଲଟ୍। କଟକ ଜିଲ୍ଲା କଣ୍ଟାପଡ଼ା ତହସିଲଦାରଙ୍କ ବିପୁଳ ସମ୍ପତ୍ତି ଠାବ କଲା ଭିଜିଲାନ୍ସ ଟିମ୍। ଚଢ଼ାଉ ସମୟରେ ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ 2ଟି ବହୁତଳ କୋଠା ସହିତ 7ଟି ଦାମୀ ପ୍ଲଟ୍ ଜବତ ହୋଇଛି। ଭୁବନେଶ୍ୱର କେଶୁରାରେ ତାଙ୍କର 2ଟି 3 ମହଲା କୋଠା ରହିଛି। ଅନ୍ୟପକ୍ଷେ ତହସିଲଦାରଙ୍କ ଭୁବନେଶ୍ୱରରେ 7ଟି ଦାମୀ ପ୍ଲଟ୍ ରହିଛି। ରେଡ୍ ବେଳେ ଜମା ଓ ବୀମା ରାଶିର ଯାଞ୍ଚ କରୁଛି ଭିଜିଲାନ୍ସ। ବୁଧବାର ସକାଳୁ ସକାଳୁ ତହସିଲଦାର ପ୍ରଶାନ୍ତ ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଆରମ୍ଭ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ 7ଟି ସ୍ଥାନରେ ଚଢ଼ାଉ ଚାଲିଛି। କଟକ, ଭୁବନେଶ୍ୱର, ପୁରୀ ଓ କେନ୍ଦ୍ରାପଡ଼ା ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି। ପରବର୍ତ୍ତୀ ଖବର, ରାଜ୍ୟବାସୀଙ୍କ ପାଇଁ ଖୁସି ଖବର, 30ଟି ଜିଲ୍ଲାରେ ହେବ ଏମ୍ଏସ୍ଏମ୍ଇ ଇ ପାର୍କ। ଏନେଇ ଗୃହରେ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି। ଏହା 14 ଜିଲ୍ଲାରେ ଶେଷ ହୋଇଛି। ଏପ୍ରିଲ ମାସରେ ଆହୁରି 4ରୁ 5ଟି ପାର୍କର କାର୍ଯ୍ୟ ସମାପ୍ତ ହେବ। ଇ ପାର୍କ ପାଇଁ ସ୍ଥାନୀୟ ଭେଣ୍ଡରକୁ 40ରୁ 50% ଜମି ଯୋଗାଇ ଦିଆଯିବ। ପରବର୍ତ୍ତୀ ଖବର, ମ୍ୟାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା, ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା। ବରଗଡ଼ ଜିଲ୍ଲା ପଦ୍ମପୁରରେ 10ମ ଶ୍ରେଣୀର ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ର ଲିକ୍ ମାମଲାରେ ବିଭିନ୍ନ ସ୍କୁଲର 8 ଜଣ ଶିକ୍ଷକଙ୍କୁ ପୋଲିସ ଅଟକ ରଖିଥିଲା। ସେମାନଙ୍କ ମଧ୍ୟରୁ 6 ଜଣ ଶିକ୍ଷକଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ି ଦିଆଯାଇଥିବା ବେଳେ ଗାଇସିଲେଟ ଅଞ୍ଚଳର ଜଣେ ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା ଚାଲିଛି। ସେପରି ବୁଧବାର ପଦ୍ମପୁର ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇଙ୍କ ସମେତ ରାଜବଡ଼ାମ୍ବା ସମ୍ବର ହାଇସ୍କୁଲ ଓ ସରକାରୀ ବାଳିକା ବିଦ୍ୟାଳୟର କିଛି ଶିକ୍ଷକଙ୍କୁ ଡାକି ପଚରାଉଚରା କରାଯାଇଛି। ଦରକାର ପଡ଼ିଲେ ଆହୁରି ଶିକ୍ଷକଙ୍କୁ ଡାକି ତଦନ୍ତ କରାଯିବ ବୋଲି ପଦ୍ମପୁର ଆଇଆଇସି କ୍ରିଶ୍ଚିଆନ ସାମାରିଆ କହିଛନ୍ତି। ସେହିପରି ବର୍ତ୍ତମାନ ତଦନ୍ତ ଚାଲିଛି ବୋଲି ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପାଣ୍ଡବ ସବର କହିଛନ୍ତି। ଏହି ପ୍ରଶ୍ନପତ୍ର ଲିକ୍ର ଚେର ନବରଙ୍ଗପୁର ଯାଏଁ ଲମ୍ବିଥିବା ଜଣାପଡ଼ିଛି। ପରବର୍ତ୍ତୀ ଖବର, କେନ୍ଦ୍ରାପଡ଼ାରୁ କେରଳ ଶିଶୁ ଚାଲାଣ ତିଆରି ହେଲା ସ୍ପେଶାଲ ଟାସ୍କ ଫୋର୍ସ। 22 ଏସ୍ପି ଓ ଜିଲ୍ଲାପାଳଙ୍କ ସହ କରାଯାଉଛି ଆଲୋଚନା। 4ଟି ଜିଲ୍ଲାରେ ଚାଲିଛି ଅପରେସନ କ୍ଲିନ୍। ବ୍ରହ୍ମପୁର, କଟକ, ଭୁବନେଶ୍ୱର, ପୁରୀରେ ସର୍ବାଧିକ ଭିକ୍ଷୁକ ରାକେଟ ଚାଲିଥିବା ଜଣାପଡ଼ିଛି। ଦିନ ଦ୍ୱିପହରେ ରାସ୍ତା ଉପରେ ବେଧଡ଼କ ଚାଲୁଛି ଶିଶୁ ଭିକ୍ଷୁକ ଗ୍ୟାଙ୍ଗ ଓ ଶିଶୁମାନଙ୍କୁ ଭଡ଼ାରେ ଆଣି ଘଣ୍ଟାକୁ 200 ଟଙ୍କାରେ ଦଲାଲଙ୍କ ହାତକୁ ଟେକି ଦିଆଯାଉଛି। ଆଉ ତାପରେ ଆରମ୍ଭ ହେଉଛି ଭିକ୍ଷା ମାଗିବା ଅପରେସନ। କୋଳରେ ଶିଶୁଙ୍କୁ ଧରି ଟ୍ରାଫିକ୍ ପୋଷ୍ଟରେ ଭିକ୍ଷା ମାଗୁଥିବା ଗ୍ୟାଙ୍ଗ ବ୍ରହ୍ମପୁରରୁ ବନ୍ଧା ହେବା ପରେ 22 ଜିଲ୍ଲାପାଳ ଓ ଏସ୍ପିଙ୍କ ସହ ଆଲୋଚନା କରିଛନ୍ତି ଶିଶୁ କମିଶନ। ଏଥିପାଇଁ ସ୍ପେଶାଲ ଟାସ୍କଫୋର୍ସ ଗଠନ ହୋଇଛି। ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ରାଜସ୍ଥାନ, ବିହାରରୁ ଏହି ଗ୍ୟାଙ୍ଗ ଓଡ଼ିଶାରେ ଅପରେଟ୍ କରୁଛି। ତା ସହିତ କେନ୍ଦ୍ରାପଡ଼ାରୁ ଶିଶୁମାନଙ୍କୁ ବସ୍ ଯୋଗେ କେରଳ ଚାଲାଣ ପାଇଁ ଉଦ୍ୟମ ଖବର ସାମ୍ନାକୁ ଆସିଛି, ଯାହାକୁ ନେଇ ଦଲାଲକୁ ହାତକଡ଼ି ପିନ୍ଧାଇବାକୁ ସ୍ୱତନ୍ତ୍ର ଟିମ୍ ଗଠନ କରିଛନ୍ତି ଶିଶୁ କମିଶନ। ପରବର୍ତ୍ତୀ ଖବର, ଡିଲରଙ୍କଠାରେ ଠକେଇର ଶିକାର ହେଉଛନ୍ତି ରାସନ କାର୍ଡ ହିତାଧିକାରୀ। ରାସନ କାର୍ଡ ହିତାଧିକାରୀଙ୍କୁ ଓଜନ ମାପରେ ଡିଲରମାନେ ଠକୁଛନ୍ତି। ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଚାଲିଥିବା ବିଧାନସଭାର ଚର୍ଚ୍ଚା ମଧ୍ୟରେ ଏଭଳି ସାଂଘାତିକ ତଥ୍ୟ ଆସିଛି। ଏଭଳି 75ଟି ରାସନ ଡିଲରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ସହିତ ସେମାନଙ୍କ ଲାଇସେନ୍ସ ବାତିଲ କରିଛନ୍ତି ସରକାର। ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଲିଖିତ ଉତ୍ତର ଦେଇଛନ୍ତି। ପରବର୍ତ୍ତୀ ଖବର,
राज्यसभा निर्वाचन हुइप जारी कला बीजेडी को घारिछि क्रॉस भोटिंग भय। राज्यसभा निर्वाचन पर हुइप जारी कला बीजेडी। भुवनेश्वर न छाड़ाकू बीजेडी हुइप जारी। मार्च 16 जाए भुवनेश्वर न छाड़ाकू विधायकों को निर्देश दि जाइछि। राज्यसभा निर्वाचन प्रक्रिया रे सामिल हेबाकू निर्देश दि जाइछि। एने विरोधी दल मुख्य सचेतक प्रमिला मल्लिक सूचना दैछन्ति। पूर्वतन सांसद रवींद्र जेनाଙ୍କ इस्तीफा परठारु बीजेडी राजनीति रे हलचल बढ़ी जाइछि। राज्यसभा क्रॉस भोटिंग और भोट नाकच भय बीजेडी को घारिछि। एपरिकी विधायक भोट देवाकू न आसिबा चिंता मध्य घारिछि। सेथिपई विधायकों उपरे दल कड़ा नजर रखि। परवर्ती खबर, सोशल मीडिया रे न्यायपालिका को दुर्नीतिग्रस्त कहिले छड़ा जीव नहीं। एनसीईआरटी पाठ्यपुस्तक रे न्यायपालिकार दुर्नीति अध्याय को नहीं सृष्टि होइतिबा विवादर शुणाणी समय सुप्रीमकोर्ट कठोर आभिमुख्य ग्रहण करिसेंति। प्रधान विचारपति सूर्यकांत शुणाणी समय कहते जे तथाकथित सामाजिक गणमाध्यम रे किछि व्यक्ति दायित्वहीन भाव में कार्य करिसेंति। सामाजिक गणमाध्यम रे न्यायपालिका विरोध में अपमानजनक मंतव्य देइथिबा लोकंकु कोर्ट छाड़िब नाही। सेभली गुंडा व्यक्ति को कठोर दंड दियाजिब। सीजेआई सूर्यकांत राउत सरकार को एपरी कार्य पई दायी प्लाटफर्म एवं व्यक्ति मानकु चिन्हट करने को निर्देश देइछन्ति, जहाद्वारा सेमानक विरोध में आईनगत कार्यानुष्ठान ग्रहण करा जाई परिबो। परवर्ती खबर, दुबई अंतर्जातीय विमान बंदर उपरे ड्रोन आक्रमण। ଏହି ଆକ୍ରମଣରେ ଜଣେ ଭାରତୀୟଙ୍କ ସମେତ 4 ଜଣ ଆହତ ହୋଇଛନ୍ତି। ଦୁବାଇ ମିଡିଆ ଅଫିସ୍ ସୋସିଆଲ ମିଡିଆ ଏକ୍ସରେ ଏକ ବିବୃତ୍ତିରେ କହିଛି, ଦୁବାଇ ଆନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ 2ଟି ଡ୍ରୋନ୍କୁ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ରୋକାଯାଇଛି। ଏହି ଘଟଣାରେ ଜଣେ ଭାରତୀୟଙ୍କ ସମେତ 4 ଜଣ ଆହତ ହୋଇଛନ୍ତି। ଏଥିରେ ଆହୁରି କୁହାଯାଇଛି, ବିମାନ ପରିବହନ ସ୍ୱାଭାବିକ ଭାବରେ ଚାଲୁଛି। ଦୁବାଇ ଆନ୍ତର୍ଜାତୀୟ ବିମାନ ବନ୍ଦର ଏବଂ ଅଲ୍ ମାକ୍ତୁମ୍ ଆନ୍ତର୍ଜାତୀୟ ବିମାନ ବନ୍ଦର ପରିଚାଳନା କରୁଥିବା ଦୁବାଇ ବିମାନ ବନ୍ଦର କହିଛି ଯେ ମାର୍ଚ୍ଚ 7 ତାରିଖରୁ ଉଭୟ ବିମାନ ବନ୍ଦରରେ ଆଂଶିକ ଭାବରେ ଉଡ଼ାଣ ଆରମ୍ଭ ହୋଇଛି। ପୂର୍ବରୁ କିଛି ସମୟ ପାଇଁ ଉଡ଼ାଣ ବନ୍ଦ କରାଯାଇଥିଲା। ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି ଯେ ପର୍ଯ୍ୟନ୍ତ ସେମାନଙ୍କ ବିମାନ କମ୍ପାନୀ ସେମାନଙ୍କ ଉଡ଼ାଣ ସମୟସୂଚୀ ନିଶ୍ଚିତ ନ କରନ୍ତି ସେ ପର୍ଯ୍ୟନ୍ତ ବିମାନ ବନ୍ଦରକୁ ଯାତ୍ରା ନ କରନ୍ତୁ। ଉଡ଼ାଣ ସମୟସୂଚୀ ବର୍ତ୍ତମାନ ପରିବର୍ତ୍ତନ ହୋଇପାରେ। ପରବର୍ତ୍ତୀ ଖବର, ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଫୁକେଟ ବିମାନ ବନ୍ଦରରେ କଲା ହାର୍ଡ ଲ୍ୟାଣ୍ଡିଂ। बुधवार हैदराबादरू थाईलैंडर फुकेट जाउथिबा एयर इंडिया एक्सप्रेसर एक विमान फुकेट अंतर्जातीय विमान बंदर में हार्ड लैंडिंग करिछि। अवतरण समय विमानर नोज गियर क्षतिग्रस्त होइतिबा जଣାपड़ी, जहाँफल विमान बंदर में आतंक खेली जाइतिला। किछि समय पर परिस्थिति स्वाभाविक होइतिला। विमान बंदर कर्तृपक्ष विमान में थिबा समस्त 133 जन यात्री को सुरक्षित भाव में बाहर करथिले। ए घटना पर विमान बंदर कर्तृपक्ष एक नोटाम जारी करी स्थानीय समय आज संध्या 6टा पर्यंत रनवे को बंद कर देइछन्ति। यह किछि विमान चलाचल को प्रभावित करिबो बोली आशंका करा जाउछि। परवर्ती खबर, समाजर मुख्य स्रोत रे सामिल हेले 10 माओवादी। राज्य में माओवादी दबदबा कमिबारे लागिछि। माओ संगठन छाड़ी समाजर मुख्य स्रोत रे सामिल हेबा पई काली कंधमाल जिला पुलिस रिजर्व पड़िया ठारे 10 जन हार्डकोर माओवादी पुलिस निकट में आत्मसमर्पण करिसेंति। एही आत्मसमर्पणकारी मध्य 7 जन महिला और 3 जन पुरुष रहिसेंति। राज्य पुलिस वरिष्ठ अधिकारी उपस्थित में एही आत्मसमर्पण प्रक्रिया अनुष्ठित होइतिला। एही अवसर में एडीजीपी संजीव पंडा, आईजीपी नीति शेखर, आईजीपी दीपक कुमार, वरिष्ठ पुलिस अधिकारी अमितेन्द्र, कंधमाल एसपी हरीश विसी प्रमुखों उपस्थित में माओवादी आत्मसमर्पण करथिले। परवर्ती खबर, गैस सिलिंडर बुक करुथिबा ग्राहक माने 2.5 दिन मध्य डेलीवरी पाइबे। सारा देश में चलता गैस संकट मध्य सरकार एबे एक गुरुत्वपूर्ण आश्वस्ति घोषणा करिसेंति। सरकार कहिसेंति जे सिलिंडर जोगाण रे कोनोसी अभाव नहीं। गैस सिलिंडर बुक करुथिबा ग्राहक माने 2.5 दिन मध्य डेलीवरी पाइबे। सरकारक एही पदक्षेप शुणिबा परे देशव्यापी लक्ष लक्ष ग्राहकों को गुरुत्वपूर्ण आश्वस्ति प्रदान करिबो। सरकारक अनुसार रंधन गैस जोगाण को नहीं आतंकित हेबार कोनोसी आवश्यकता नहीं। देश में एलपीजी गैस अभाव संपर्क में लगातार गुजब को समाप्त करी सरकार एबे ही बड़ घोषणा करिसेंति। परवर्ती खबर, गल्फ देशगुड़िक आम लोकों को देउछन्ति सुरक्षा किंतु कांग्रेस करुछि राजनीति, कहले पीएम मोदी। प्रधानमंत्री नरेंद्र मोदी केरल में बुधवार ईरान अमेरिका युद्ध को नहीं कांग्रेस उपर करिसेंति टार्गेट। पीएम मोदी कहिसेंति जेही समय गल्फ देशगुड़िक सरकार भारतीय नागरिकों को सुरक्षा प्रदान करुछन्ति किंतु एमिति समय कांग्रेस राजनीति करुछि। से कहते मुही कथार मध्य कृतज्ञ जे उपसागरीय देशगुड़िकर सरकार आम नागरिकों को सुरक्षा देउछन्ति। आम भारतीय राष्ट्रदूत 24 घंटा सेमानक साहाय्य लागिछन्ति। ता खाद्य हेउ कि मेडिकल किंबा आईनगत साहाय्य सबुकिछि दिया जाउछे।
କିନ୍ତୁ ଦୁଃଖର କଥା ଯେ ଏମିତି ଗ୍ଲୋବାଲ ସଙ୍କଟରେ ମଧ୍ୟ କଂଗ୍ରେସ ରାଜନୀତି କରୁଛି ଏବଂ ଏମିତି ବିବୃତ୍ତି ଦେଉଛନ୍ତି ଯେଉଁଥିରେ ସ୍ଥିତି ଆହୁରି ସଙ୍ଗୀନ ହୋଇପାରେ। ଲୋକେ ମୁସ୍କିଲରେ ପଡ଼ି ଶେଷରେ ମୋଦିଙ୍କ ଉପରେ ଦୋଷ ଲଦିବେ। ପରବର୍ତ୍ତୀ ଖବର, ଯୁଦ୍ଧ ଭିତରେ ଭାରତ ପଠାଇଲା ୱାରସିପ୍। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଆଉ ମଧ୍ୟପ୍ରାଚ୍ୟରେ ସୀମିତ ନାହିଁ। ଏହା ସିଧାସଳଖ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି। ଏହି ଯୁଦ୍ଧ କେବଳ ଆନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ କରିନାହିଁ, ବରଂ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବାଣିଜ୍ୟ ମାର୍ଗଗୁଡ଼ିକୁ ମଧ୍ୟ ବିପଦରେ ପକାଇଛି। ଏହି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ମଧ୍ୟରେ ଭାରତୀୟ ନୌସେନା ସମ୍ପୂର୍ଣ୍ଣ ସତର୍କ ରହିଛି। ଓମାନ ଉପସାଗର ନିକଟରେ ନିୟୋଜିତ ଏହାର ଶକ୍ତିଶାଳୀ ଯୁଦ୍ଧ ଜାହାଜକୁ ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ନିୟୋଜିତ କରାଯାଇପାରିବ। ଆନ୍ତର୍ଜାତୀୟ ବିମାନ ଚଳାଚଳ ବାତିଲ ଏବଂ ଆକାଶମାର୍ଗରେ କ୍ଷେପଣାସ୍ତ୍ର ଆକ୍ରମଣର ଆଶଙ୍କା ହେତୁ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ବହୁ ସଂଖ୍ୟକ ଭାରତୀୟ ଫସି ରହିଛନ୍ତି। ଯଦିଓ ଭାରତ ସରକାର ସେମାନଙ୍କ ସୁବିଧା ପାଇଁ ଅନେକ ସ୍ୱତନ୍ତ୍ର ବିମାନ ଚଳାଚଳ ଆରମ୍ଭ କରିଛନ୍ତି, ଯଦି ପରିସ୍ଥିତି ଆହୁରି ଖରାପ ହୁଏ ତେବେ ସମୁଦ୍ର ସ୍ଥାନାନ୍ତର ଆବଶ୍ୟକ ହୋଇପାରେ। ସୂତ୍ର ଅନୁଯାୟୀ ଏହାକୁ ଧ୍ୟାନରେ ରଖି ଆବଶ୍ୟକ ହେଲେ ତୁରନ୍ତ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ପାଇଁ ଭାରତୀୟ ନୌସେନା ଯୁଦ୍ଧ ଜାହାଜକୁ ପ୍ରସ୍ତୁତ ରଖାଯାଇଛି। ପରବର୍ତ୍ତୀ ଖବର, ଲୋକସଭାରେ ବାଚସ୍ପତିଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ କାଟ, ଗୃହରେ ପ୍ରବଳ ହଟ୍ଟଗୋଳ। ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ବିରୋଧୀ ଦଳ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଛି। ପ୍ରବଳ ହଟ୍ଟଗୋଳ ଓ ନାରାବାଜି ମଧ୍ୟରେ ବାଚନିକ ଭୋଟ ଜରିଆରେ ଏହି ପ୍ରସ୍ତାବକୁ ଖାରଜ କରାଯାଇଛି। ସଂଖ୍ୟା ଦୃଷ୍ଟିରୁ ଏନ୍ଡିଏ ପକ୍ଷ ଶକ୍ତିଶାଳୀ ଥିବାରୁ ଏହି ପ୍ରସ୍ତାବ କାଟ ହେବା ପୂର୍ବରୁ ଅନୁମାନ କରାଯାଉଥିଲା। ସୂଚନାଯୋଗ୍ୟ ଯେ ବାଚସ୍ପତିଙ୍କୁ ହଟାଇବା ପାଇଁ ଅତି କମ୍ରେ 272 ସାଂସଦଙ୍କ ସମର୍ଥନ ଆବଶ୍ୟକ ଥିବାବେଳେ ବିରୋଧୀଙ୍କ ପାଖରେ ମାତ୍ର 238 ସାଂସଦ ରହିଛନ୍ତି। ଅନ୍ୟପଟେ ଭାଜପା ନେତୃତ୍ୱାଧୀନ ଏନ୍ଡିଏ ପାଖରେ 293 ସାଂସଦଙ୍କ ସମର୍ଥନ ରହିଥିବାରୁ ଓମ୍ ବିର୍ଲା ବାଚସ୍ପତି ପଦରେ ବଜାୟ ରହିଛନ୍ତି। ପରବର୍ତ୍ତୀ ଖବର, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ରେ ଥାଇଲାଣ୍ଡ ଜାହାଜ ଉପରକୁ ଆକ୍ରମଣ। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି। ଏହି ସଂଘର୍ଷ ମଧ୍ୟରେ ଇରାନ ହର୍ମୁଜ୍ ଷ୍ଟ୍ରେଟ୍ ଉପରେ ନଜର ରଖିଛି। ବୁଧବାର ଦିନ ଇରାନ ହର୍ମୁଜ୍ ଷ୍ଟ୍ରେଟ୍ରେ ଏକ ଥାଇଲାଣ୍ଡ ମାଲବାହୀ ଜାହାଜକୁ ଟାର୍ଗେଟ୍ କରିଥିଲା। ଏହି ଆକ୍ରମଣରେ ମାଲବାହୀ ଜାହାଜଟି ବହୁତ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଜାହାଜରେ 23 ଜଣ କ୍ରୁ ସଦସ୍ୟ ଥିଲେ। ଏହି କ୍ରୁ ସଦସ୍ୟଙ୍କ ମଧ୍ୟରୁ 20 ଜଣଙ୍କୁ ଉଦ୍ଧାର କରାଯାଇଛି, ଯେତେବେଳେ 3 ଜଣ କ୍ରୁ ସଦସ୍ୟ ନିଖୋଜ ଅଛନ୍ତି ବୋଲି ଜଣାପଡ଼ିଛି। ପରବର୍ତ୍ତୀ ଖବର, ରେଳବାଇ ଉପରେ ଏଲ୍ପିଜି ସଙ୍କଟ। ଦେଶବ୍ୟାପୀ ଏଲ୍ପିଜି ସିଲିଣ୍ଡରର ଅଭାବ ଏବେ ଭାରତୀୟ ରେଳବାଇର କ୍ୟାଟରିଂ ସେବାକୁ ପ୍ରଭାବିତ କରୁଛି। ଏହି ସଙ୍କଟ ଯୋଗୁଁ ଭାରତୀୟ ରେଳବାଇର ଟ୍ରେନ୍ଗୁଡ଼ିକରେ ଆଇଆର୍ସିଟିସି ଦ୍ୱାରା ଖାଦ୍ୟ ଯୋଗାଇବା ବ୍ୟବସ୍ଥା ପ୍ରଭାବିତ ହେଉଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରେଳବାଇ ଟ୍ରେନ୍ଗୁଡ଼ିକରେ ରନ୍ଧା ଖାଦ୍ୟ ପରିବେଷଣ ସେବାକୁ ଅସ୍ଥାୟୀ ଭାବରେ ବନ୍ଦ କରିବା ଏବଂ ଟିକେଟ୍ ସହିତ ଖାଦ୍ୟ ବୁକ୍ କରିଥିବା ଯାତ୍ରୀମାନଙ୍କୁ ଟଙ୍କା ଫେରସ୍ତ ଦେବା ପାଇଁ ବିଚାର କରୁଛି। ଏକ ରିପୋର୍ଟ ଅନୁଯାୟୀ ଆଇଆର୍ସିଟିସି ଏହାର କ୍ୟାଟରିଂ ଲାଇସେନ୍ସଧାରୀଙ୍କୁ ବିକଳ୍ପ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛି, ଯାହାଦ୍ୱାରା ଯାତ୍ରୀମାନଙ୍କୁ ଖାଦ୍ୟ ସେବାରେ କୌଣସି ବାଧା ସୃଷ୍ଟି ନ ହୁଏ। ପରବର୍ତ୍ତୀ ଖବର, ଚମକାଇ ଦେଲା ମାଓଗଡ଼ର ଦୃଶ୍ୟ। ନଗଦ 3 କୋଟି ସହ 1 କିଲୋ ସୁନା ଜବତ। ମାଓବାଦୀଙ୍କ ପାଖରେ ପୁଳା ପୁଳା ସୁନା ଦେଖି ତାଜୁବ ହୋଇଗଲେ ସୁରକ୍ଷା ଅଧିକାରୀ। ଛତିଶଗଡ଼ରେ 108 ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ସେମାନଙ୍କ ପାଖରୁ କେଜିଏ ସୁନା ଜବତ ହୋଇଛି। 3 କୋଟିରୁ ଅଧିକ ନଗଦ ଟଙ୍କା ମଧ୍ୟ ଉଦ୍ଧାର ହୋଇଛି। ଦେଶରେ ମାଓବାଦ ଏବେ ଶେଷ ନିଶ୍ୱାସ ଛାଡ଼ୁଥିବା ବେଳେ ବହୁ ସଂଖ୍ୟକ ମାଓବାଦୀ ଆତ୍ମସମର୍ପଣ କରୁଛନ୍ତି। ଛତିଶଗଡ଼ର ଜଗଦଲପୁରରେ 108 ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ସେମାନଙ୍କଠାରୁ କେଜିଏ ସୁନା ଜବତ ହେବା ଚର୍ଚ୍ଚାର ବିଷୟ ପାଲଟିଛି। ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ଏହିସବୁ ମାଓବାଦୀଙ୍କଠୁ 3 କୋଟି 29 ଲକ୍ଷର ନଗଦ ଅର୍ଥ ମଧ୍ୟ ଜବତ ହୋଇଛି। ବହୁ ଅତ୍ୟାଧୁନିକ ବନ୍ଧୁକ ଓ ଗୁଳିଗୋଳା ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହସ୍ତାନ୍ତର କରିଛନ୍ତି। ହେଲେ କେଜିଏ ସୁନା ଉପରେ ସମସ୍ତଙ୍କ ନଜର ଅଟକି ରହିଥିଲା। ପରବର୍ତ୍ତୀ ଖବର, ଘରୋଇ ବସ୍ ମାଲିକଙ୍କ ମନମାନି, ବସ୍ରେ ଲାଗୁନି ରେଡ୍ ଚାର୍ଟ। ଘରୋଇ ବସ୍ ମାଲିକଙ୍କ ମନମାନି, ନିର୍ଦ୍ଧାରିତ ଦରଠାରୁ ଢେର ଅଧିକ ଗୁଣା ନେଉଛନ୍ତି ବସ୍ ଭଡ଼ା। ଅନେକ ବସ୍ରେ ରେଡ୍ ଚାର୍ଟ ଲାଗୁନଥିବାରୁ ଯାତ୍ରୀମାନେ ମଧ୍ୟ ଏନେଇ ସଚେତନ ନାହାନ୍ତି। ଫଳରେ ଅଧିକ ଟଙ୍କା ଦେଇ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି ଯାତ୍ରୀ। ସଡ଼କ ପଥରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଲାଗି ବସ୍ ସାଜିଛି ପ୍ରମୁଖ ଭୂମିକା। ମାତ୍ର ଅନେକ ଘରୋଇ ବସ୍ ଯାତ୍ରୀଙ୍କୁ ଶୋଷଣ କରୁଥିବା ନେଇ ଆସିଛି ସାଂଘାତିକ ଅଭିଯୋଗ। ନିର୍ଦ୍ଧାରିତ ଭଡ଼ାଠାରୁ 2ରୁ 3 ଗୁଣା ଅଧିକ ଭଡ଼ା ନେଉଛନ୍ତି ଘରୋଇ ବସ୍, ଯାହାକୁ ନେଇ ଟିକେଟ୍ରେ ପରିବହନ ବିଭାଗ କଡ଼ା କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇଥିଲା। 5ଟି ଅନ୍ତରାଜ୍ୟ ବସ୍କୁ 10,000 ଟଙ୍କା ଲେଖାଏଁ ଜରିମାନା କରାଯାଇଥିଲା। ଏହା ସତ୍ତ୍ୱେ ବି ବସ୍ ମାଲିକଙ୍କ ମନମାନି ଥମିନି। ପରବର୍ତ୍ତୀ ଖବର, ଏସୀୟ ଭାରୋତ୍ତୋଳନ ସ୍ଥଗିତ। ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ଗୁଜରାଟର ଅହମ୍ମଦାବାଦରେ ଆୟୋଜିତ ହେବାକୁ ଥିବା ଏସୀୟ ଭାରୋତ୍ତୋଳନ ପ୍ରତିଯୋଗିତାକୁ ସ୍ଥଗିତ କରିଦିଆଯାଇଛି। ଏହି ପ୍ରତିଯୋଗିତା ଆସନ୍ତା ମାସ 1ରୁ 10 ତାରିଖ ପର୍ଯ୍ୟନ୍ତ ଖେଳାଯିବାର ଥିଲା। ଏବେ କିନ୍ତୁ ଏହାକୁ ମେ 12ରୁ 17 ତାରିଖକୁ ଘୁଞ୍ଚାଇ ଦିଆଯାଇଛି।
ଖେଳାଳି ଅଧିकारी ଓ ପ୍ରଶିକ୍ଷକମାନଙ୍କ ନିରାପତ୍ତା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଏସୀୟ ଭାରୋତ୍ତୋଳନ ମହାସଂଘ ଏଥିନେଇ ପ୍ରେସ୍ ବିଜ୍ଞପ୍ତିରେ କହିଛି। ପରବର୍ତ୍ତୀ ଖବର। ଇଣ୍ଡୋନେସିଆ ସହ $450 ମିଲିୟନ ବ୍ରହ୍ମୋସ୍ ଚୁକ୍ତି ସ୍ୱାକ୍ଷର। ବିଶ୍ୱ ପ୍ରତିରକ୍ଷା ବଜାରରେ ଭାରତର ଦବଦବା ଆହୁରି ବଢ଼ିବାରେ ଲାଗିଛି। ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଅଧୀନରେ ପ୍ରସ୍ତୁତ ବିଶ୍ୱର ସବୁଠାରୁ ଦ୍ରୁତଗାମୀ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ବ୍ରହ୍ମୋସ୍ କ୍ରୟ କରିବା ପାଇଁ ଫିଲିପାଇନ୍ସ ପରେ ଏବେ ଇଣ୍ଡୋନେସିଆ ଭାରତ ସହ ବୃହତ୍ ଚୁକ୍ତି ସ୍ୱାକ୍ଷର କରିଛି। ରିପୋର୍ଟ ଅନୁଯାୟୀ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଏହି ଚୁକ୍ତି ପ୍ରାୟ $450 ମିଲିୟନ ବିନିମୟରେ ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତି ସହିତ ଇଣ୍ଡୋନେସିଆ ଦକ୍ଷିଣ ପୂର୍ବ ଏସିଆର ଦ୍ୱିତୀୟ ଦେଶ ଭାବେ ଭାରତଠାରୁ ବ୍ରହ୍ମୋସ୍ କ୍ରୟ କରିବାର ଗୌରବ ହାସଲ କରିଛି। ପରବର୍ତ୍ତୀ ଖବର। ସେନା ପୋଷାକ ପିନ୍ଧି ବିଶ୍ୱାସଘାତକତା, ନୌସେନା ଯବାନ ISI ଗୁପ୍ତଚର। ଦେଶର ସୀମାକୁ ସୁରକ୍ଷା ଦେବାର ପ୍ରତିଜ୍ଞା ନେଇ ସେନାରେ ଯୋଗ ଦେଇଥିବା ଜଣେ ସୈନିକ ଦେଶର ସୁରକ୍ଷାକୁ ବିପଦରେ ପକାଇଛନ୍ତି। ଉତ୍ତରପ୍ରଦେଶର ଆଗ୍ରା ଜିଲ୍ଲାରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ଜଣେ ଭାରତୀୟ ନୌସେନା ଯବାନଙ୍କ ବିରୋଧରେ ପାକିସ୍ତାନର ଗୁପ୍ତଚର ସଂସ୍ଥା ISI ପାଇଁ ଗୁପ୍ତଚରୀ କରୁଥିବା ଅଭିଯୋଗ ଆସିଛି। ଅଭିଯୁକ୍ତ ଆଦର୍ଶ କୁମାର ଓରଫ ଲକି ଆଗ୍ରାର କାରଗୌଲ ଅଞ୍ଚଳର ଚିତ୍ତ ଗାଁର ବାସିନ୍ଦା। ସେ ଗତ 7 ବର୍ଷ ଧରି ଭାରତୀୟ ନୌସେନାରେ ସେବା କରୁଥିଲେ। ବର୍ତ୍ତମାନ କେରଳର କୋଚିରେ ଦକ୍ଷିଣ ନୌସେନା କମାଣ୍ଡରେ ଲାନ୍ସ ନାୟକ ଭାବରେ ନିୟୋଜିତ ଥିଲେ। ଗତ ମାସରେ ଫେବୃଆରୀରେ ସେ ମଥୁରାର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ବିବାହ ପରେ ସେ ଏବଂ ତାଙ୍କ ସ୍ତ୍ରୀ ଦୁବାଇରେ ହନିମୁନ୍ ସାରି 2 ଦିନ ପୂର୍ବରୁ ଗାଁକୁ ଫେରିଥିଲେ। ତାଙ୍କୁ ଜଣାନଥିଲା ଯେ ସୁରକ୍ଷା ଏଜେନ୍ସିଗୁଡ଼ିକ ତାଙ୍କ ପ୍ରତ୍ୟେକ ଗତିବିଧି ଉପରେ କଡ଼ା ନଜର ରଖୁଛନ୍ତି। ସେ ପହଞ୍ଚିବା ମାତ୍ରେ UP ATS ତାଙ୍କୁ ଗିରଫ କରି କୋର୍ଟରେ ହାଜର କରି ଜେଲ୍ ପଠାଇ ଦେଇଛନ୍ତି।